ବା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 462। ଜ୍ଞାନ 462ରେ ପ୍ରଭୁ ଲେଖୁଛନ୍ତି, ଅଜ୍ଞାନର ବଶବର୍ତ୍ତୀ ହୋଇ ଆମେ ସାନ ପିଲାଙ୍କ ପରି ଆଦୌ କାହାର ସାହାଯ୍ୟ ନ ନେଇ ସିଧା ହୋଇ ଚାଲିବାରେ ଆମର ସଫଳତାକୁ ନେଇ କେଡ଼େ ଗର୍ବ ଅନୁଭବ କରୁଥାଉ ଏବଂ ଆପଣାର ଉତ୍ସାହ ଦ୍ୱାରା ଏତେ ଅଧିକ ପରିମାଣରେ ବିସ୍ମୃତ ହୋଇ ରହିଥାଉ ଯେ ନିଜ ଜନନୀର ନିର୍ଭରଦାୟୀ ସ୍ପର୍ଶକୁ ନିଜର କାନ୍ଧ ଉପରେ ଆଦୌ ଅନୁଭବ କରିପାରୁନାହିଁ। ଯେତେବେଳେ ଅଜ୍ଞାନ ଚାଲିଯାଏ ଓ ଆମେ ଜାଗୃତ ହେଉ, ସେତେବେଳେ ଯାଇ ଆମେ ପଛକୁ ଅନାଉ ଏବଂ ଦେଖିବାକୁ ପାଉ ଯେ ସ୍ୱୟଂ ଈଶ୍ୱର ହିଁ ଆମକୁ ସର୍ବଦା ଆଗକୁ ବାଟ ଦେଖାଇ ନେଉଥିଲେ ଓ ଆମକୁ ସିଧା କରି ଧରିଥିଲେ। ଆମର ଯୋଉଟାକୁ ଆମେ ଆମର ଜ୍ଞାନ ଗାରିମା ଆମର ସମ୍ବଳ ବୋଲି ଭାବି ଗର୍ବ କରୁ ଏବଂ ତାକୁ ନେଇ କେତେ ନା କେତେ ପ୍ଲାନ୍ କରୁ ଏବଂ ନିଜର ସେ ଯୋଉ ବଡ଼ପଣିଆ ଏବଂ ମୁଁ ଯେ ଶ୍ରେଷ୍ଠ ସେଇଥିରେ ଆମେ କେମିତି ମତ୍ତ ହୋଇକି ରହୁ, ଆମର ଦୈନନ୍ଦିନ କାର୍ଯ୍ୟ ଭିତରେ ସେଗୁଡ଼ିକୁ ଆମେ କେହି ସଚେତନ ହେଇନଥାଉ। କେହି ସଚେତନ ହେଇନଥାଉ। ଆପଣ ଦେଖିବେ ବ୍ୟକ୍ତିମାନେ, ଆମେ ଯୋଉ ମଣିଷ ମାନେ ନିଜର ଧାରଣା, ନିଜର ଅନୁଭବ, ନିଜର ଅଭିଜ୍ଞତା ଏବଂ ନିଜର ଯୋଉ ସ୍ୱଳ୍ପ ବି କହିଲେ ମୁଁ ଭାବେ ଯେ ସ୍ୱଳ୍ପ ବି କହିଲେ ବୋଧେ ବେଶୀ ହେଇଯାଉଛି, କାହିଁକିନା ପୃଥିବୀ ପୃଷ୍ଠରେ ଯେତେ ସମୁଦ୍ରର ବାଲିକଣା ରହିଛି, ତା ଭିତରୁ ଗୋଟିଏ ବାଲି ଗରଡ଼ା ସହିତ ବି ଆମର ଜ୍ଞାନ ସମାନ ହବ କି ନାହିଁ। ଜଣେ ବୈଜ୍ଞାନିକ କହିଥିଲେ ଯେ ଯଦି ସମୁଦ୍ରରେ ଯେତେ ବାଲିଗରଡ଼ା ଅଛି, ତା ଭିତରୁ ଗୋଟିଏ ବାଲିଗରଡ଼ା ଆଣି ତାକୁ ଖଣ୍ଡ ଭାଗ କରି ଯେତେ ଛୋଟ କରିପାରିବେ, ତାପରେ ଯୋଉ କଣାଟି ରହିବ ସେଇ ଅଂଶଟି ମାନେ ସମୁଦ୍ର ବାଲିର ସମଗ୍ର ସଂସାରର ସମୁଦ୍ର କୂଳରେ ଯେତେ ବାଲି ରହିଛି, ସେ ସବୁ ବାଲିର ଅନୁପାତରେ ସେଇ ଯୋଉ ଗରଡ଼ା ଖଣ୍ଡ ହେଲା ପରେ ଯୋଉ ଶେଷ କଣିକାଟି ସେତିକି ହଉଛି ଆମର ଜ୍ଞାନ ବା ମୋର ଜ୍ଞାନ ସେ କହୁଛି। କିନ୍ତୁ ସେୟାକୁ ନେଇକି ଆମେ ଗର୍ବ କରୁ ଏବଂ ସେଇ ସମୟରେ ଏଠି ଯୋଉଟା କହୁଛନ୍ତି ପ୍ରଭୁ, ସେହି ସମୟରେ ଦିବ୍ୟ ଜନନୀ ଆଦିଶକ୍ତି ପରମା ଜନନୀ ଯେତେବେଳେ ସେ ଆମକୁ ସ୍ପର୍ଶ କରନ୍ତି ମାନେ ଆମକୁ ତାଙ୍କର ଯୋଉ ବିଶାଳ ସମୃଦ୍ଧ ଜ୍ଞାନ ଏବଂ ଅତୀବ ନିବିଡ଼ ପ୍ରେମର ସହ ଆମକୁ ଆମର ଅଗ୍ରଗତି ପଥରେ ନେବା ପାଇଁ ଯେତେ ବି ଚେଷ୍ଟା କରନ୍ତି, ସେତେବେଳେ ଆମେ ତାକୁ ଅନୁଭବ କରିପାରିନଥାଉ। କାହିଁକି ନା ଆମେ ଆର ପ୍ରଭାବରେ ଏପରି ଭାବରେ ବନ୍ଦୀ ହେଇକି ରହିଥାଉ। ସେତେବେଳେ ସେ କହୁଛନ୍ତି, ତୁଳନା କରୁଛନ୍ତି ଯେ ଆମେ ସାନ ପିଲାଙ୍କ ପରି ଆଦୌ କାହାର ସାହାଯ୍ୟ ନ ନେଇ ସିଧା ହୋଇ ଚାଲିବାରେ ଆମର ସଫଳତାକୁ ନେଇ କେଡ଼େ ଗର୍ବ ଅନୁଭବ କରିଥାଉ। ପିଲାଟିଏ ଯେତେବେଳେ ଚାଲି ଶିଖିନଥିଲା, ଯେତେବେଳେ ସେ କାହାରି ସାହାଯ୍ୟ ନ ନେଇ ଚାଲିପାରେ, ସେତେବେଳେ ଆମେ ବେଳେ ବହୁତ ଗର୍ବ କରୁ, ଦେଖ ମୋ ପିଲା ଏମିତି ଚାଲିଲାଣି ବା ସେଇ ଯୋଉ ଗୋଟେ ଆଚିଭମେଣ୍ଟ, ସେଇ ପ୍ରକାରର ଗର୍ବ ଆମେ ଅନୁଭବ କରୁ। କିନ୍ତୁ ସେତେବେଳେ ଆମେ ଭୁଲି ଯାଉ ଯେ ଆମେ ଯାହାକୁ ଜ୍ଞାନ ବୋଲି କହୁଛୁ ସେ ହେଉଛି ଅଜ୍ଞାନ। କହୁଛନ୍ତି ଏତେ ଅଧିକ ପରିମାଣରେ ବିସ୍ମୃତ ହୋଇ ରହିଥାଉ ଯେ ଆପଣାର ଉତ୍ସାହ ଆମକୁ ଏମିତି ବିସ୍ମୃତ କରିଦେଇଥାଏ ଯେ ଆମେ ସେତେବେଳେ ଯୋଉ କହନ୍ତିନି ସ୍ୱର୍ଗ ଆଉ ଦି ଆଙ୍ଗୁଳି ଭଳିଆ ଦେଖାଯାଏ। ଗୋଟେ ଓଡ଼ିଆରେ ସବୁ କଥାରେ କହନ୍ତି
ଗାଁ ଗାଁରେ। ହଁ, ତାକୁ ତ ଆଉ ସ୍ୱର୍ଗ ଦି ଆଙ୍ଗୁଳି ଦେଖାଯାଉଛି, ଆଉ ଦେଖୁନ କେମିତି ସେଠି ହଉଛି। ଯେତେବେଳେ ଅଜ୍ଞାନ ଚାଲିଯିବ, ଆମେ ଜାଗ୍ରତ ହେବା, ସେତେବେଳେ ଯାଇକି ଅନୁଭବ କରିପାରିବା ଯେ ମୁଁ କେତେ ଅଜ୍ଞାନ ଭିତରେ ବୁଡି ରହିଥିଲି। ବ୍ୟକ୍ତି କିଏ ପାଠର ଜ୍ଞାନରେ ଜ୍ଞାନୀ ବୋଲି ନିଜକୁ ଗର୍ବ କରେ, କିଏ ସେ ତାର ଏତେ ବର୍ଷର ଅଭିଜ୍ଞତା ଅଛି ବୋଲି ନେଇ ଗର୍ବ କରେ, ଆଉ କିଏ ସେ ଏତେ ଅନୁଭୂତି ପ୍ରାପ୍ତ କରିଛି, ଏତେ ଉପଲବ୍ଧି ହେଇଛି, ଆଉ ତାକୁ ନେଇକି ସେ ଗର୍ବ କରେ। ତେଣୁ ଇଏ ସେଇଟାକୁ ଆମେ ଯଦି ସଂକଳ୍ପ ନ କରିବା ନିଜେ ଚିହ୍ନି ପାରିବା ନାହିଁ।